ବଡ଼ ବିଚିତ୍ର ରାଜନୀତି ତତ୍ତ୍ୱ। ଆସନ୍ତୁ ପଢ଼ିବା। ରାଜନୀତି ବିନୁ ଅନ୍ୟ ଗତି ନାହିଁ। ରାଜନୀତି ଏଭଳି ଏକ ଶବ୍ଦ ଯାହାର ଉଚ୍ଚାରଣ ମାତ୍ରକେ ଉପକ୍ରମଣିକାରୁ କଥା ବଢ଼ି ଉପସଂହାର ଆସିବା ଯାଏ ଚର୍ଚ୍ଚା ଜାରି ରହେ। ସମ୍ପର୍କ ଯୋଡ଼େ ରାଜନୀତି, ପୁଣି ସମ୍ପର୍କ ଭାଙ୍ଗେ ରାଜନୀତି। ଘର ପରିବାରର ସଦସ୍ୟମାନଙ୍କ ଭିତରେ ବୁଝାମଣା, ଅବୁଝାମଣା, ସମ୍ବାଦ, ବିସମ୍ବାଦ, ବିବାଦ, ବିଭେଦ, ସ୍ନେହ, ଶୁଭେଚ୍ଛା, ସଦିଚ୍ଛା, ସାହି ବସ୍ତି, ସମାଜରେ, ସହରରେ, ସମ୍ପ୍ରଦାୟ ଭିତରେ, ରାଜ୍ୟ ତଥା ଦେଶର ପ୍ରଶାସନ, ପ୍ରଶାସନ, ଆଇନ କାନୁନ କ୍ଷେତ୍ରରେ, ଶାନ୍ତି, ଅଶାନ୍ତି, ପ୍ରଗତି, ଦୁର୍ଗତି, ସାହିତ୍ୟ, ସଂସ୍କୃତି, ସଂଗଠନ, ସରକାର, ଗଣତନ୍ତ୍ର ଇତ୍ୟାଦି ଇତ୍ୟାଦି ସବୁରି ମୂଳ ରହୁଛି ରାଜନୀତି। ଏଭଳିକି ଦେଶର ସୁରକ୍ଷା, ନିରାପତ୍ତା, ବୈଦେଶିକ ନୀତି ଇତ୍ୟାଦିର ମୂଳେ ମଧ୍ୟ ରହୁଛି ରାଜନୀତି। ରାଜନୀତି ସବୁକିଛିକୁ ବ୍ୟବସ୍ଥିତ, ଶୃଙ୍ଖଳିତ, ଅବାଧ, ନିରପେକ୍ଷ କରିପାରେ। ରାଜନୀତି ମଧ୍ୟ ଅନାୟାସରେ ପଲଟେଇ ଦେଇପାରେ ଏସବୁକୁ। ସାଧାରଣତଃ ଦେଖାଯାଉଛି ବହୁ ପ୍ରତିଭାବାନ, ନୀତିସମ୍ପନ୍ନ, ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିମାନଙ୍କୁ ରାଜନୀତିରେ ତାଡ଼ନ ଓ ପୀଡ଼ନର, ନୀତିଭ୍ରଷ୍ଟ, ଚୋର, ନିଲଠା, ଅକର୍ମା, କୋଣଠେସା ହେବାକୁ ବସ୍ତୁତଃ ବାଧ୍ୟ କରାଯାଉଛି। ପୁଣି ଏହି ରାଜନୀତିର ଆଲିଙ୍ଗନ, ପ୍ରେମ ନିବେଦନ ଫଳରେ ଗୋବର ଗଣେଶମାନେ ମହାପଣ୍ଡିତ, ନୀତିଭ୍ରଷ୍ଟମାନେ ନୀତିନିଷ୍ଠ, ପୁଣି ଅକର୍ମାମାନେ କରିତ୍କର୍ମା ସାବ୍ୟସ୍ତ ଓ ପରିଗଣିତ ହେଉଛନ୍ତି। ଦିନକୁ ଦିନ ରାଜନୀତିର ଚାହିଦା ବଢ଼ି ଚାଲିଛି। ଏବେ ସାଧାରଣରେ ବଦ୍ଧ ଧାରଣା ସୃଷ୍ଟି ହେଉଛି ଯେ ରାଜନୀତି ବିନା କୌଣସି କାମ ହୋଇପାରିବ ନାହିଁ। ଯାହା ବି ହେଉଛି ବା ହେଉ, ଅନ୍ତତଃପକ୍ଷେ ଧରିନେବାକୁ ହେବ ଯେ ସତେ ଯେମିତି ରାଜନୀତି ସବୁ କାର୍ଯ୍ୟର ସମ୍ପାଦନ, ସବୁ ସମସ୍ୟାର ସମାଧାନ କରୁଛି। ଅତଏବ ଏହିସବୁ ଦୃଷ୍ଟିରୁ କହିବାକୁ ଗଲେ ରାଜନୀତି ଏବେ ପ୍ରାୟ ସର୍ବଜନ ଆଦୃତ, ସର୍ବଜନ ଗୃହୀତ। ରାଜନୀତିରେ ମାତିବା କି ରାଜନୀତିକୁ କ୍ୟାରିୟର ଭାବରେ ଗ୍ରହଣ କରିବା କିମ୍ବା ନ କରିବା ଜଣକ ରୁଚି ଓ ଆଗ୍ରହ ଉପରେ ନିର୍ଭର କରେ। ମାତ୍ର ଯିଏ ରାଜନୀତିକୁ ଅସ୍ୱୀକାର, ଅବଜ୍ଞା କରିବା କିମ୍ବା ରାଜନୀତି ଉପରେ ନକାରାତ୍ମକ ମନ୍ତବ୍ୟ ଦେବ, ସେ ନିଶ୍ଚେ ନାମ ନେବାକୁ ବାଧ୍ୟ ହେବ। ସେ ମଧ୍ୟ ସର୍ବସ୍ୱାନ୍ତ ତଳିତଳାନ୍ତ ହୋଇଯିବାର ସମ୍ଭାବନାକୁ ଆଦୌ ଏଡ଼େଇ ଦିଆଯାଇ ନ ପାରେ। କାରଣ ରାଜନୀତି ଜଣକର ଭାଗ୍ୟ, ଭବିଷ୍ୟତକୁ ବଦଳାଇ ଦେଇପାରେ, ତଳରୁ ଶୀର୍ଷ ସୋପାନରେ ପହଞ୍ଚାଇ ଦେଇପାରେ। ରାଜନୀତି ମଧ୍ୟ ଜଣକର ପାଖରୁ ସମ୍ମାନ, ସ୍ୱାଭିମାନ, କ୍ଷମତା, ପଦମର୍ଯ୍ୟାଦା ବାହାର କରିନେଇ ତାକୁ ସାମାନ୍ୟ, ନଗଣ୍ୟ, ଅକିଞ୍ଚନ, ହୀନମାନ ସଜାଇ ଦେଇପାରେ। ରାଜନୈତିକ କୌତୂହଳଜନକ କସରତ, ପ୍ରତିଯୋଗିତାମୂଳକ ଖେଳ। ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ମଧ୍ୟରେ ହାରିବା ଜିତିବାର ଯେଉଁ ଛକାପଞ୍ଝାର ଖେଳ ଚାଲେ, ତାହା ବାସ୍ତବରେ କୌତୂହଳଜନିତ କସରତ। କିନ୍ତୁ ଶେଷକୁ ଫଳାଫଳ ନିର୍ଣ୍ଣୟ ହୁଏ ଜୋ ଜିତା ବହି ସିକନ୍ଦର। ବଡ଼ ବଡ଼ ରାଜନୀତି ବିଶେଷଜ୍ଞମାନଙ୍କ ମତରେ ରାଜନୀତି ଏଭଳି ଏକ ପେଶା ଯାହା କସ୍ମିନ୍ କାଳେ କାହାର ଆଶାରେ ପୂର୍ଣ୍ଣଚ୍ଛେଦ ପକାଏ ନାହିଁ। ଗୋଲାପୀ ସୁନେଲି ଭବିଷ୍ୟତକୁ ସବୁବେଳେ ଆଖି ସାମ୍ନାରେ ଝଟକାଉଥାଏ। ଯାହା ସମ୍ଭବ ହୋଇପାରି ନାହିଁ ଆଜିଯାଏ, ତାହା କେବଳ ସମ୍ଭବ ହୋଇପାରିବ ରାଜନୀତି ବଳରେ। ହଁ ଆଜ୍ଞା, ରାଜନୀତି ବଳରେ ସାଧାରଣ ମଣିଷ ଅସାଧାରଣ ରାଜନେତା ହୋଇପାରିଛନ୍ତି। ବାତେରା, ଛତାର, ଗୁଣ୍ଡା, ବଦମାସ, ଅବଲକାରମାନେ ଧୋବ, ଧଉଳିଆ, ଗଜଳପୋତା ଭଦ୍ରଲୋକ ହୋଇପାରିଛନ୍ତି। ଅପରପକ୍ଷେ ରାଜନୀତିର ଆଶୀର୍ବାଦରୁ କୃଷକର ପୁଅ ଆମ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଚା ବିକୁଥିବା ବ୍ୟକ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି। ଅଟୋ ଚାଳକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରିଥିବା ବେଳେ ସ୍କୁଲ ଶିକ୍ଷକ ଏବେ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଏବେ ରାଜନୀତିକୁ ବୃତ୍ତି ଭାବେ ଗ୍ରହଣ କରିନେଉଥିବା ତଥାକଥିତ ରାଜନେତାମାନଙ୍କ ମଧ୍ୟରୁ ଅଧିକାଂଶ ରାଜନେତା ସ୍ୱଭାବତଃ ମାତ୍ରାଧିକ ମତଗର୍ବି, ମତଲବୀ ଓ ଅନୁଦାର। ରାଜନୀତି ସହିତ କ୍ଷମତା ଯୋଡ଼ି ରହିବା ହେତୁ କେହି ରାଜନେତା ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ଏବଂ ସମାଜରେ ବିଶୃଙ୍ଖଳା, ଅପରାଧ ଭିଆଇବାକୁ ନିଜର ମର୍ଦ୍ଦପଣିଆ ବୋଲି ମନେ କରନ୍ତି। ଦେଶପ୍ରେମୀ, ନିଃସ୍ୱାର୍ଥପର, ସାଧୁପ୍ରତିମ, ସମାଜସେବୀ, ଆଦର୍ଶ ଜନନାୟକମାନଙ୍କର ସେବା, ତ୍ୟାଗ, ବଳିଦାନ, ଦେଶପ୍ରେମ, ଜାତୀୟତାବାଦ ବୋଧର ଅନୁପ୍ରେରିତ, ଉତ୍ସାହିତ ହୋଇ ଆମେ ଆଗକୁ ବଢ଼ିବାକୁ ଚେଷ୍ଟା କରିବା ଉଚିତ। ହେଲେ ବିରୋଧାଭାସ ଏହିକି ଯେ ଆଜିର ଆତ୍ମପ୍ରଶଂସା, ଆତ୍ମପ୍ରଚାର ସର୍ବସ୍ୱ। ରାଜନେତାମାନେ ସେହି ଆଦର୍ଶ ଜନନାୟକମାନଙ୍କର ନୀତି, ଆଦର୍ଶ, ଯଶ, କୀର୍ତ୍ତି, ଗୌରବ, ଗରିମାକୁ ବ୍ୟବସାୟ କରି ନିଜକୁ ମହାନ ଓ ସର୍ବଶକ୍ତିମାନ ରାଜନେତା ବୋଲାଇ ହେଉଛନ୍ତି। ଅସଲରେ ଏହିସବୁ ରାଜନେତାମାନେ ଗଣତନ୍ତ୍ର, ସମାଜବାଦ, ରାଷ୍ଟ୍ରୀୟ ସଂହତି ଓ ଏକତା ପ୍ରତି ଅହେତୁକ ଆହ୍ୱାନ ଓ ବିପଦ ସୃଷ୍ଟି କରୁଛନ୍ତି। ଅତଏବ ରାଜନୀତି ସରଳ, ସ୍ୱାଭାବିକ, ସୁଖଦ ଲାଗୁଥିଲେ ବି ବଡ଼ ରହସ୍ୟମୟ, ବଡ଼ ଅଭେଦ୍ୟ, ବଡ଼ ଆହ୍ୱାନପୂର୍ଣ୍ଣ ୟାର ଆବେଦନ ଓ ସଞ୍ଚାଳନ। ଦିବଙ୍ଗତ କବି ପ୍ରସନ୍ନ ମିଶ୍ର ରାଜନୀତିକୁ କଟାକ୍ଷ କରି ସୁନ୍ଦର କବିତା ଲେଖିଥିଲେ। ରାଜନୀତି ଅବା କିସ ପଦାର୍ଥ, ଉଆଁସ ରାତିରେ ପୁନେଇ ଚାନ୍ଦ। ଗୋପୀଙ୍କ ମେଳେ ଯେନେ ଗୋବିନ୍ଦ, ଏଇଠି ଥାଏ ଏଠି ନଥାଏ। ମୋହନ ବେଣୁ ବଜେଇ ଦିଏ, କିଏ କହିବ ତାର ସ୍ୱରୂପ? କିଏ ବନେଇ ପାରିବ ତା ବିଶ୍ୱରୂପ? ବଡ଼ ବିଚିତ୍ର ଏ ରାଜନୀତି ତତ୍ତ୍ୱ।